नमस्कार वेलकम टू एडवेंचर स्टडी रूम। आज आम पढ़ा पाठ 3 चाल घर करवा। प्रथमे पठन श्रवण दक्षतार अभिवृद्धि करवा। विप्लव ओ प्रह्लाद दुई सांग। विप्लवर बगीचारे दुहें बुलुथिले। किछि लोक गोटिए बड़ गछ तले ठिया होइथिबार सेमाने देखिले। सेमाने से गछरे थिबा पक्षी मानंकु बहुत भल पाउथिले। विप्लव कहिला, सेठारे भिड़ काहींकी होइछि? प्रह्लाद कहिला, चालो सेठाकु जाई देखिबा। दुहें सेठाकु गले। लुचि करी सेमानंक कथा शुणिले। कथा शुणी दुहें डरी गले। आरे एमाने तो आम गछकु काटी देबे। बरसा दिन आसुछि, पक्षी माने करिवे कौन? घर भांगी जीवो। बिचरा माने रहिबे केउठी, सोइबे केउठी, छुआ पालिबे केमिति? ଏହା ସବୁ ଶୁଣି ପ୍ରହ୍ଲାଦ କହିଲା, ମୁଁ ବନ ବିଭାଗ ଅଫିସକୁ ଯାଉଛି, ସେଠି ଖବର ଦେବି। ମୁଁ ଆସିବା ଯାଏଁ ତୁ ଏମାନଙ୍କୁ ଅଟକାଇ ରଖିବୁ। ଗଛ କାଟିବାକୁ ଦେବୁ ନାହିଁ। ବିପ୍ଳବର ଅକଲ ଗୁଡୁମ ହୋଇଗଲା। କରିବ କ'ଣ? ହଠାତ୍ ତାର ମାଙ୍କଡ଼ କଥା ମନେ ପଡ଼ିଲା। ମାଙ୍କଡ଼କୁ ଯାଇ ସବୁ କଥା କହିଲା। ଦୁହେଁ ସେଠାକୁ ଗଲେ। ଲୋକମାନେ ଗଛ କାଟିବାକୁ ସଜ ହେଉଥିଲେ। ମାଙ୍କଡ଼ ବିପ୍ଳବକୁ ତଳେ ଛିଡ଼ା ହେବା ପାଇଁ କହିଲା। ସେ ଗଛ ଉହାଡ଼ରୁ ସେମାନଙ୍କ ଉପରକୁ ପଥର ଫୋପାଡ଼ିଲା। ଏପଟେ ପ୍ରହ୍ଲାଦ ବନ ବିଭାଗ ଅଫିସରେ ପହଞ୍ଚିଲା। ସବୁ କଥା କହିଲା। ସଭିଏଁ ସଙ୍ଗେ ସଙ୍ଗେ ଆସିଲେ। ପଥର ମାଡ଼ ଖାଇ କେତେଜଣ ଘାଇଲା ହୋଇଯାଇଥିଲେ। ବନ ବିଭାଗର ଲୋକମାନଙ୍କୁ ଦେଖି ସେମାନେ ଦୌଡ଼ି ପଳାଇଲେ। ଆଉ କିଛି ଲୋକ ଧରା ପଡ଼ିଲେ। ପ୍ରହ୍ଲାଦ, ବିପ୍ଳବ ଓ ମାଙ୍କଡ଼ର କାମ ଯୋଗୁଁ ଗଛର କୌଣସି କ୍ଷତି ହେଲା ନାହିଁ। ଆସ ପ୍ରସଙ୍ଗଟିକୁ ଭଲ ଭାବରେ ବୁଝିବା। ବିପ୍ଳବ ଓ ପ୍ରହ୍ଲାଦ ଦୁଇଜଣ ସାଙ୍ଗ। ବିପ୍ଳବର ବଗିଚାରେ ଦୁହେଁ ବୁଲୁଥିଲେ। କିଛି ଲୋକ ଗୋଟିଏ ବଡ଼ ଗଛ ତଳେ ଠିଆ ହୋଇଥିବାର ସେମାନେ ଦେଖିବାକୁ ପାଇଲେ। ସେମାନେ ସେ ଗଛରେ ଥିବା ଯେଉଁ ପକ୍ଷୀମାନଙ୍କୁ ବହୁତ ଭଲ ପାଉଥିଲେ। ବିପ୍ଳବ କହିଲା, ସେଠାରେ ଭିଡ଼ କାହିଁକି ହୋଇଛି? ପ୍ରହ୍ଲାଦ କହିଲା, ଚାଲ ସେଠାକୁ ଯାଇ ଦେଖିବା। ଦୁହେଁ ସେଠାକୁ ଗଲେ। ସେଠାକୁ ଯାଇ ପାଖକୁ ନ ଯାଇ ସେମାନେ କିଛି ଦୂରରେ ଲୁଚିକରି ସେମାନଙ୍କ କଥା ଶୁଣିଲେ। କଥା ଶୁଣି ଦୁଇଜଣ ଯାକ ଡରିଗଲେ। ଆରେ ଏମାନେ ତ ଆମ ଗଛକୁ କାଟିଦେବେ। ବର୍ଷା ଦିନ ଆସୁଛି, ପକ୍ଷୀମାନେ କରିବେ କ'ଣ? ଘର ଭାଙ୍ଗିଯିବ। ବିଚରାମାନେ ରହିବେ କେଉଁଠି, ଶୋଇବେ କେଉଁଠି, ଛୁଆ ପାଳିବେ କେମିତି? ବିପ୍ଳବ ଓ ପ୍ରହ୍ଲାଦ ଏଇଭଳି ସେମାନେ ପକ୍ଷୀମାନଙ୍କର ଘରକୁ ଭାଙ୍ଗିଦେବେ। ସେମାନେ ରହିବେ କେଉଁଠି, ଶୋଇବେ କେଉଁଠି, ଛୁଆ ପାଳିବେ କେମିତି? ତାଙ୍କର ପକ୍ଷୀମାନଙ୍କୁ ନେଇ ବହୁତ ଚିନ୍ତା ହେଲା। ଲୋକମାନଙ୍କର କଥା ଶୁଣି ପ୍ରହ୍ଲାଦ କହିଲା, ମୁଁ ବନ ବିଭାଗ ଅଫିସକୁ ଯାଉଛି, ସେଠି ଖବର ଦେବି। ମୁଁ ଆସିବା ଯାଏଁ ତୁ ଏମାନଙ୍କୁ ଅଟକାଇ ରଖିବୁ। ଗଛ କାଟିବାକୁ ଦେବୁ ନାହିଁ। ବିପ୍ଳବର ଅକଲ ଗୁଡୁମ ହୋଇଗଲା।
ମାନେ ଅକଲ ଗୁଡ଼ୁମ କହିଲେ ତା'ର ବୁଦ୍ଧି ବଣା ହୋଇଗଲା। ସେ କରିବ କ'ଣ? ହଠାତ୍ ତା'ର ମାଙ୍କଡ଼ କଥା ମନେ ପଡ଼ିଲା। ମାଙ୍କଡ଼ ପାଖକୁ ଯାଇ ସବୁ କଥା କହିଲା। ମାଙ୍କଡ଼ ଓ ବିପ୍ଳବ ସେ ଗଛ କାଟୁଥିବା ଜାଗାକୁ ଗଲେ। ଲୋକମାନେ ଗଛ କାଟିବାକୁ ସଜ ହେଉଥିଲେ। ମାଙ୍କଡ଼ ବିପ୍ଳବକୁ ତଳେ ଛିଡ଼ା ହେବା ପାଇଁ କହିଲା। ମାଙ୍କଡ଼ ଗଛ ଉପରକୁ ଚଢ଼ିଲା। ଗଛ ଉହାଡ଼ରେ ବସି ଗଛ କଟାଳିମାନଙ୍କ ଉପରକୁ ପଥର ଫୋପାଡ଼ିଲା। ବିପ୍ଳବ ଓ ମାଙ୍କଡ଼ ଲୋକମାନଙ୍କୁ ଅଟକାଇ ରଖିଥାନ୍ତି। ପ୍ରହ୍ଲାଦ ବନ ବିଭାଗ ଅଫିସରେ ପହଞ୍ଚି ଯାଇଥିଲା। ବନ ବିଭାଗ ଅଫିସରେ ସବୁ କଥା କହିଲା। ବନ ବିଭାଗ କର୍ମଚାରୀ ସଙ୍ଗେ ସଙ୍ଗେ ଆସିଲେ। ପଥର ମାଡ଼ ଖାଇ କେତେଜଣ ଘାଇଲା ହୋଇଯାଇଥିଲେ। ସେମାନଙ୍କୁ ଧରି ବାନ୍ଧି ପକାଇଲେ। ଆଉ କେତେଜଣ ଧରା ମଧ୍ୟ ପଡ଼ିଲେ। ଆଉ କିଛି ଦୌଡ଼ି ପଳେଇଲେ। ପ୍ରହ୍ଲାଦ ବିପ୍ଳବ ଓ ମାଙ୍କଡ଼ର ଉପସ୍ଥିତି ବୁଦ୍ଧି ଯୋଗୁଁ ଗଛର କିଛି କ୍ଷତି ହେଲା ନାହିଁ ଏବଂ ଚଢ଼େଇ ପକ୍ଷୀମାନଙ୍କର ବସା ସୁରକ୍ଷିତ ରହିଲା। ଏଇଭଳି ଭାବେ ସେମାନେ ଗଛକୁ ସୁରକ୍ଷା ଦେଇଥିଲେ ଏବଂ ଲୋକମାନଙ୍କ ପାଖରୁ ବଞ୍ଚାଇଥିଲେ। ଯୁକ୍ତାକ୍ଷର ଗୁଡ଼ିକର ବିଶ୍ଳେଷଣ କରିବା। ପ୍ଳ ସମାନ ପ ଯୁକ୍ତକ ଳ ଯୁକ୍ତକ ଅ। ହଲ ସମାନ ହ ଯୁକ୍ତକ ଲ ଯୁକ୍ତକ ଅ। ଙ୍କ ସମାନ ଙ ଯୁକ୍ତକ କ ଯୁକ୍ତକ ଅ। ଙ୍ଖ ସମାନ ଙ ଯୁକ୍ତକ ଖ ଯୁକ୍ତକ ଅ। ଙ୍ଖ। ଙ୍ଗ ଙ ଯୁକ୍ତକ ଗ ଯୁକ୍ତକ ଅ। ଙ୍ଗ। ଙ୍ଘ ସମାନ ଙ ଯୁକ୍ତକ ଘ ଯୁକ୍ତକ ଅ। ଙ୍ଘ। ଞ୍ଚ ନ୍ୟ ଯୁକ୍ତକ ଚ ଯୁକ୍ତକ ଅ। ଞ୍ଚ। ଏହିପରି ଭାବରେ ବିଶ୍ଳେଷଣ କରାଯାଏ। ପ୍ରସଙ୍ଗ ମଧ୍ୟରୁ କିଛି କଠିନ ଶବ୍ଦ ଅଛି। ଚାଲ ଆମେ ଆଲୋଚନା କରିବା। କଠିନ ଶବ୍ଦ ଗୁଡ଼ିକ ହେଉଛି ଦୁହେଁ କହିଲେ ଦୁଇ ଜଣ, ଅକଲ ଗୁଡ଼ୁମ କହିଲେ ବୁଦ୍ଧି ବଣା ହେବା। କଠିନ ଶବ୍ଦର ବ୍ୟବହାର। ଦୁହେଁ ରାମ ଓ ଶ୍ୟାମ ଦୁହେଁ ଆମ ବିଦ୍ୟାଳୟର ଭଲ ଛାତ୍ର। ଅକଲ ଗୁଡ଼ୁମ ବୁଦ୍ଧି ବଣା ହେବା। ବାଘକୁ ଦେଖି ରାମର ଅକଲ ଗୁଡ଼ୁମ ହୋଇଗଲା। ବାଘକୁ ଦେଖି ରାମର ବୁଦ୍ଧି ବଣା ହୋଇଗଲା। ଏହିଭଳି ତମେ ଆହୁରି ମଧ୍ୟ କଠିନ ଶବ୍ଦକୁ ନେଇକି ବାକ୍ୟରେ ବ୍ୟବହାର କରିପାରିବ। ବର୍ତ୍ତମାନ ଆମେ ପ୍ରସଙ୍ଗର ଅଭ୍ୟାସଟିକୁ କରିବା। 1 ନମ୍ବର କ ପ୍ରହ୍ଲାଦ ଗଛକୁ ବଞ୍ଚାଇବା ପାଇଁ କ'ଣ ଉପାୟ କଲା? ଉତ୍ତର ପ୍ରହ୍ଲାଦ ବନ ବିଭାଗ ଅଫିସକୁ ଗଲା। ସେଠାରେ ସବୁ କଥା କହିଲା ଏବଂ ବନ ବିଭାଗର କର୍ମଚାରୀମାନେ ଆସି ଗଛ କଟାଳିମାନଙ୍କୁ ଧରିଥିଲେ। ଏହିପରି ଭାବରେ ପ୍ରହ୍ଲାଦ ଗଛକୁ ବଞ୍ଚାଇଥିଲା। ପ୍ରଶ୍ନ 2 ଖ ମାଙ୍କଡ଼ର ପଥର ମାଡ଼ରେ ପକ୍ଷୀଙ୍କର କ'ଣ ଲାଭ ହେଲା? ମାଙ୍କଡ଼ର ପଥର ମାଡ଼ରେ ପକ୍ଷୀଙ୍କର ବସା ସୁରକ୍ଷିତ ରହିଲା। 1 ନମ୍ବର ଗ ବିପ୍ଳବ କାହିଁକି ମାଙ୍କଡ଼ ପାଖକୁ ଯାଇଥିଲା? ବିପ୍ଳବ ସାହାଯ୍ୟ ମାଗିବା ପାଇଁ ମାଙ୍କଡ଼ ପାଖକୁ ଯାଇଥିଲା। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଗୋଟିଏ ଲାଇକ୍ କରନ୍ତୁ। ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ସେମାନେ ମଧ୍ୟ ପଢ଼ିପାରିବେ। ଆଉ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଆସିଛନ୍ତି, ଏଇଭଳି ଭିଡ଼ିଓ ଆପଣମାନେ ଦେଖିବାକୁ ଚାହୁଁଛନ୍ତି ତାହେଲେ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ। ଭିଡ଼ିଓ ଅପଲୋଡ଼ କରିବା ମାତ୍ରେ ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଜୟ ହିନ୍ଦ, ଜୟ ଭାରତ।